ଯେତେବେଳେ ଦଳରୁ କାହାକୁ ବାହାର କରି ଦିଆଯାଏ ସେ ଯୋଉ କାଗଜ ଖଣ୍ଡା ମିଡିଆକୁ ପଠାନ୍ତି ଦଳ ପକ୍ଷରୁ ସେଥିରେ ଲେଖା ହେଇଥାଏ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଗଲା। ତେଣୁ ଯେ ଦଳ ବିରୋଧୀ କାର୍ଯ୍ୟଟା ଏଇଟା ଗୋଟେ ଷ୍ଟାଣ୍ଡାର୍ଡ ଫର୍ମାଟ ରହିଛି। ତେଣୁ ଏଇ 2 ଜଣ ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କରିବା ଯୋଉ ଖବର ଆସିଛି ତା ଦେହରେ ଦଳ ପକ୍ଷରୁ ଲେଖା ହେଇଛି ଯେ ତାଙ୍କୁ ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କାର କରାଯାଇଛି ବା ସସ୍ପେଣ୍ଡ କରାଯାଇଛି। ଦ୍ୱିତୀୟ କଥା ହେଲା ଯାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କାହିଁକି ତାଙ୍କୁ ସସ୍ପେଣ୍ଡ କଲେ। ସୋନା ମହାକୁଡ଼ଙ୍କୁ କାହିଁ ସସ୍ପେଣ୍ଡ କଲେ? କେନ୍ଦୁଝରରୁ ସେ ବିଧାୟକ ଏବଂ ଅରବିନ୍ଦ ମହାପାତ୍ର ଯିଏକି ପାଟକୁରାର ବିଧାୟକ ଯୁବ ବିଧାୟକ ତାଙ୍କୁ କାହିଁକି ସସ୍ପେଣ୍ଡ କଲେ? ଦଳ ପକ୍ଷରୁ କୁହାଯାଉଛି ଯେ କୌଣସି ପ୍ରକାର ଦଳର ଯେଉଁମାନେ ସେ ଅନ୍ୟ ବିଧାୟକ ଅଛନ୍ତି, ଆଜି ତ ପ୍ରାୟ 10-11 ଜଣ ବିଧାୟକଙ୍କୁ ଡକା ହେଇଥିଲା ନବୀନ ନିବାସ ସଭାପତି କଣ ତାଙ୍କୁ ଭେଟିଥିଲେ, କଣ ଆଲୋଚନା କରିଥିଲେ। ତାଙ୍କ ଭିତରୁ ଅନେକ ମତ ଦଉଛନ୍ତି ଯେ ଆପଣଙ୍କୁ ହୁଏତ ସଭାପତି କିଛି ଗୁଇନ୍ଦା ରିପୋର୍ଟ ପାଇଥାଇ ପାରନ୍ତି ସେଇ କଥା ବୋଲିକିରି କୁହାଯାଉଛି। କିନ୍ତୁ କଥା ହଉଛି ବିଜେଡି ଏବେ ସରକାରରେ ନାହିଁ ଏବଂ ଦଳ ବିରୋଧୀ କାର୍ଯ୍ୟ 2 ଜଣ ବିଧାୟକ କରିକିରି ଦଳର କଣ ଭାବନ୍ତୁ ଆପଣ କ୍ଷତି କରିପାରିବେ। ସରକାର ତ ସରକାରରେ ନାହାନ୍ତି ଯେ ଦଳ ବିରୋଧୀ କାର୍ଯ୍ୟ କରି ଦଳରେ କିଛି ସ୍ପ୍ଲିଟ୍ କରେଇଦେବେ ଯେ ସରକାର ଭାଙ୍ଗିଯିବ। ଆଉ ଆପଣ ଲକ୍ଷ୍ୟ କରିଥିବେ ଅତୀତରେ ତାଙ୍କ ଦଳରେ ଏଭଳି ଅନେକ ବରିଷ୍ଠ ଲୋକ ଅଛନ୍ତି, ବଦ୍ରି ନାରାୟଣ ପାତ୍ର ଯୋଉଭଳି ଭାବରେ ଷ୍ଟେଟମେଣ୍ଟ ସେ ଦଳ ବାବଦରେ ଦେଇଥିଲେ, ଅନ୍ୟାନ୍ୟ ଯୋଉମାନେ ନେତା ଅଛନ୍ତି ସେଭଳି ଭାବରେ ଯୋଉମାନେ ସବୁ ବଡ ଟାଣ ଟାଣ କଥା ସବୁ କହିଛନ୍ତି, ଦଳ କାହିଁକି ହାରିଲା, ପାଣ୍ଡିଆନଙ୍କ ବିରୋଧରେ ଦଳର ସଭାପତି କାହିଁକି ଚୁପଚାପ ବସିଛନ୍ତି ଇତ୍ୟାଦି ଯୋଉ ପ୍ରକାର ମନ୍ତବ୍ୟ ଦେଇଛନ୍ତି, ଯଦି ସତରେ ନବୀନ ପଟ୍ଟନାୟକ ଏତେ ଟଚି ବା ଏତେ ସ୍ପର୍ଶକାତର ଏଇ ପ୍ରକାର କଥାକୁ ଥାନ୍ତେ ତାହେଲେ ତ ସେମାନଙ୍କୁ ସବୁ ସସ୍ପେଣ୍ଡ କରିସାରନ୍ତଣି। ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ସନାତନ ମହାକୁଡ଼ କିମ୍ବା ଅରବିନ୍ଦ ମହାପାତ୍ର ଆଙ୍କୁ ଆପଣ କେବେ ଦେଖିନଥିବେ କୋଉଠି ପବ୍ଲିକଲି କିନ୍ତୁ ସୋନା ମହାକୁଡ଼ ଏଇ ମକର ବୁଡ ଦିନ ବି ମତ ଦେଇଛନ୍ତି ଯେ ସେ ମୋହନ ମାଝୀଙ୍କ ସହିତ ଅଛନ୍ତି, ନବୀନ ବାବୁଙ୍କ ଶାସନ ସମୟରେ ବିକାଶ ହେଇନଥିଲା ଏବଂ ସୋନା ମହାକୁଡ଼ ଲଗାତାର ଯୋଉ ବିଜୁ ଜନତା ଦଳ ବିଧାୟକ ଦଳର ବୈଠକକୁ ବି ଆସୁନଥିଲେ, ନବୀନ ବାବୁ ତାଙ୍କୁ ବି ବିଧାନସଭା ବାହାରେ ତାଙ୍କ ସହିତ କଥା ହଉଥିଲେ, ତାଗିଦ କରୁଥିଲେ। ସେ ଦୃଶ୍ୟ ସମସ୍ତେ ଦେଖିଛନ୍ତି ଯେ ନବୀନ ପଟ୍ଟନାୟକ ସୋନା ମହାକୁଡ଼ଙ୍କୁ ତାଗିଦ କରୁନଥିବେ କେବେ। ସୋନା ମହାକୁଡ଼ ଆପଣ ଯାହା କହିଲେ ଏଇ ଯୋଉ ଷ୍ଟେଟମେଣ୍ଟ ଦେଇଛନ୍ତି ସିଏ ଏତେ ଲମ୍ବା ଚौड़ा କିଛି ଅନେକ ସମୟରେ ସେ ଷ୍ଟେଟମେଣ୍ଟ ଦେଇକିରି ମିଡିଆରେ ସେ ରହିଥିବାର କେବେ କେହି ଦେଖିନାହାନ୍ତି। କିନ୍ତୁ ଏଇ ଯୋଉ କଥା କହୁଛନ୍ତି ଆପଣ ଗୋଟେ ଷ୍ଟେଟମେଣ୍ଟ କଥା ଯୋଉଥିରେ କି ସେ ବିଜୁ ଜନତା ଦଳ ସରକାର ସମୟରେ ଓଡିଶାରେ ବେଶୀ କିଛି ହେଇନଥିଲା, କେଉଁଝରରେ କିଛି ହେଇନଥିଲା, ଯାହା ଯାହା କହିଛନ୍ତି ସେଇଟା ହୁଏତ ନବୀନ ପଟ୍ଟନାୟକଙ୍କୁ ବାଧିଥାଇପାରେ ସିଧାସଳଖ ସେ କହିଛନ୍ତି। ଦ୍ୱିତୀୟ କଥା ହଉଛି ଆପଣ ଲକ୍ଷ୍ୟ କରିବେ 2024 ନିର୍ବାଚନରେ ଯେତେବେଳେ ଓଡିଶାର ପଟ୍ଟ ପରିବର୍ତ୍ତନ ହେଇଗଲା, ରାଜନୈତିକ ଚିତ୍ର ବଦଳିଗଲା, ବିଜେଡି କ୍ଷମତାରୁ ଗଲା, ବିଜେପି ଆସିଲା, ଇଏ ଗୋଟେ ନୂଆ ଯୁଗ ଆରମ୍ଭ ହେଲା। ଏମିତିଆ ପରିସ୍ଥିତିରେ କେଉଁଝର ଜିଲ୍ଲାର ଭୂମିକା ଆପଣ ଦେଖିବେ, କେଉଁଝର ଜିଲ୍ଲାର ଗୁରୁତ୍ୱ ରାଜନୀତିରେ ବର୍ତ୍ତମାନ କେଉଁଝର ଜିଲ୍ଲାର ଗୁରୁତ୍ୱ ଯଥେଷ୍ଟ ବଢିଯାଇଛି। କାହିଁକି ନା ସେଇ ଜିଲ୍ଲାରୁ ମୋହନ ଚରଣ ମାଝୀ ହଉଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସେ ଜିଲ୍ଲାର କହିବାକୁ ଗଲେ ପ୍ରାଧାନ୍ୟ ବହୁତ ବଢିଯାଇଛି। ଏମିତିଆ ପରିସ୍ଥିତିରେ ସିଏ ବିଜେଡି ଦଳରେ ରହିକିରି ସୋନା ମହାକୁଡ଼ ସେ ତାଙ୍କର ଭବିଷ୍ୟତ ନିଶ୍ଚୟ ଦେଖୁଥିବେ ଯେ ବର୍ତ୍ତମାନ ମୁଁ ବିଜେଡି ଦଳରେ ରହିକିରି ଜଣେ ବିରୋଧୀ ଦଳର ବିଧାୟକ ଭାବରେ ମୁଁ କାମ କଲେ କଣ ମତେ ଲାଭ ମିଳିବ, ମୋର ଭବିଷ୍ୟତ ପୁଣି ଅଛି, ମୁଁ ପୁଣି 2029ରେ ପୁଣି ନିର୍ବାଚନ ଲଢିବି। ସେତେବେଳକୁ ଯଦି ତେଣୁ ସିଏ କହିଲେ ମୋର ତାଙ୍କର ପ୍ରାଧାନ୍ୟ ବଞ୍ଚେଇ ରଖିବା ପାଇଁ ସେ ବିଜେପି ପଟକୁ ଢଳିବା ସ୍ୱାଭାବିକ। ଏଭଳି ଷ୍ଟେଟମେଣ୍ଟ ମଧ୍ୟ ଦେବେ ଯୋଉଥିରେ ବିଜେପି କି ଯେମିତି କି ସମାଲୋଚନା କରୁନଥିବେ। ମହାପାତ୍ରଙ୍କ ଉପରେ କାହିଁକି ବର୍ତ୍ତମାନ କଥା ହଉଛି ଇଏ ତ ଗଲା ସୋନା ମହାକୁଡ଼ଙ୍କ କଥା। ଅରବିନ୍ଦ ମହାପାତ୍ରଙ୍କୁ ପ୍ରଥମ କଥା ତ ମୁଁ କହିବି ଅରବିନ୍ଦ ମହାପାତ୍ର ସେ ଦଳକୁ ଯାଇଥିଲେ କାହିଁକି ନା ନବୀନ ପଟ୍ଟନାୟକଙ୍କର ଯଦି ପ୍ରଥମ କିଏ ରାଜନୈତିକ ଶତ୍ରୁ ଥାନ୍ତି ସେ ହଉଛନ୍ତି ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ରଙ୍କ ବାପା। ବିଜୟ ମହାପାତ୍ରଙ୍କୁ ସିଏ କଳେ ବଳେ କୌଶଳେ ସବୁ ପ୍ରକାର ଚେଷ୍ଟା କରିକିରି ସେ ଇଲେକ୍ସନରେ ହରେଇବା ପାଇଁ ପ୍ରଥମ ତାଙ୍କର ଏଜେଣ୍ଡା ହଉଛି ସେଇଆ। କାହିଁକି ନା ସେ ଭଲକିରି ଜାଣିଛନ୍ତି ନବୀନ ପଟ୍ଟନାୟକ ଆପଣ ଜାଣିଛନ୍ତି ଛାଇକି ବି ଡରନ୍ତି, କାଳେ ଇଏ କାଲି ସକାଳେ ମୋ ଆସନକୁ ମାରି ବସିବ ବୋଲିକିରି। ତେଣୁ କ୍ଷମତାରେ ଥିଲାବେଳେ ବେଶୀ ଡରୁଥିଲେ, ଏବେ ଟିକେ କମ ଡରୁଛନ୍ତି କାହିଁକି ନା କ୍ଷମତାରେ ତ ଆଉ ନାହାନ୍ତି। କିନ୍ତୁ ସେ ଯୋଉ ରାଗଟା ତାଙ୍କର
ଏବେ ମଧ୍ୟ କହିବାକୁ ଗଲେ ବିଜୟ ମହାପାତ୍ରଙ୍କ ଉପରେ ଅଛି। ବିଜୟ ମହାପାତ୍ର କିଛି ତାଙ୍କର ଅସୁବିଧା କରୁନାହାନ୍ତି କି କରୁନଥିଲେ ମଧ୍ୟ ସେତେବେଳେ, କିନ୍ତୁ ତାଙ୍କର ତ ଗୋଟେ ଭୟଙ୍କର ଭାବରେ ଆଶଙ୍କା ତାଙ୍କ ପ୍ରତି ଆଉ ବିପଦ ସିଏ ବୋଲିକିରି ଭାବନ୍ତି ଆଉ କଣ। ତେଣୁ ତାଙ୍କ ପୁଅ ତାଙ୍କୁ କେବେ ନବୀନ ପଟ୍ଟନାୟକ ଏତେ ତାଙ୍କୁ ଟିକେଟ ଦେଇଥିଲେ, ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେଇଥିଲେ, ପାଟକୁରାର ସିଏ ଟିକେଟ ପାଇଥିଲେ, ନିର୍ବାଚନ ଲଢିଥିଲେ, ଜିତିଥିଲେ, ସବୁ ଠିକ ଥିଲା। କିନ୍ତୁ ତାଙ୍କୁ ଆଉ ଭବିଷ୍ୟତ ବେଶୀ ଲମ୍ବା ଛାଡିବା ପାଇଁ ନବୀନ ପଟ୍ଟନାୟକ କେବେ ଚାହିଁନଥିବେ। ଅନେକ ଚର୍ଚ୍ଚା ହଉଛି, ଅନେକ ଲୋକ ଚର୍ଚ୍ଚା କରୁଛନ୍ତି ଯେ ବାପାଙ୍କ ଉପରେ ତାଙ୍କର ଯୋଉ ରାଗ ନବୀନ ପଟ୍ଟନାୟକର ସେଇଟା ପୁଅଙ୍କ ଉପରେ ସୁଝେଇଛନ୍ତି। ଏ କଥା କହିବାର ମଧ୍ୟ କିଛି ଯୁକ୍ତି ଅଛି ମଧ୍ୟ। କାହିଁକି ଅରବିନ୍ଦ ମହାପାତ୍ରଙ୍କୁ ଆପଣ ଲକ୍ଷ୍ୟ କରିଥିବେ, ସିଏ କୋଉଠି ଏଭଳି କିଛି ଷ୍ଟେଟମେଣ୍ଟ କାହାକୁ ଏମିତି ଦବାର କିଛି ଆପଣ ଲକ୍ଷ୍ୟ କରିନଥିବେ। ନା ବିଜେପି କି ସମାଲୋଚନା କରି ଏଭଳି କିଛି ଷ୍ଟେଟମେଣ୍ଟ ଦେଇଥିବେ, ନା ଗୋଟେ ଦଳରେ ଯାଇକିରି ବେଶୀ କିଛି ଦଳର ଯୋଉ ପରାଜୟ ପାଇଁ ସେ କାହାକୁ କିଛି ଦାୟୀ କରିକିରି କିଛି କଣ କହିଥିବେ। ତାଙ୍କ ବିରୁଦ୍ଧରେ କହିବାକୁ ଗଲେ ସେଭଳି କିଛି ନାହିଁ। କିନ୍ତୁ ଅନେକ ଲୋକ ତାଙ୍କର ଥିବେ ଯୋଉମାନେ କି ଈର୍ଷାନ୍ୱିତ ହଉଥିବେ ତାଙ୍କ ଦଳ ଭିତରେ। ଇଏ ତ ରାଜନୀତିର ଖେଳ। ଏବଂ ଯେତେବେଳେ ନବୀନ ପଟ୍ଟନାୟକ ନିଜେ ବିଜୟ ମହାପାତ୍ରଙ୍କ ପ୍ରତି ତାଙ୍କର ଏଇ ଯୋଉ ଅସୂୟା ଭାବ ଥିଲା, ତାକୁ ଯେତେବେଳେ ସେ ପୁଅକୁ ଟିକେଟ ଫିକେଟ ଦେଇଛନ୍ତି ସେ ଠିକ ଅଛି, କିନ୍ତୁ ତାକୁ ବେଶୀ ଲମ୍ବା ଛାଡିବା ପାଇଁ ନବୀନ ପଟ୍ଟନାୟକ ବି କେବେ ଚାହୁଁନଥିବେ। ଯୋଉ କୁହାଯାଉଛି ଯେ ଗୁଇନ୍ଦା ସୂତ୍ରରୁ ଖବର ପାଇଥାଇପାରନ୍ତି ନବୀନ ପଟ୍ଟନାୟକ ଯେ ସେ କିଛି ଦଳ ବିରୋଧୀ କାମ କରୁଛନ୍ତି। ଆପଣ ଆଜ୍ଞା ଭାବିଲେ ଅରବିନ୍ଦ ମହାପାତ୍ର ପ୍ରଥମ ଥର ପାଇଁ କହିବାକୁ ଗଲେ ରାଜନୀତିରେ ଗୋଡ ଦେଇଛନ୍ତି। ସିଏ ତାଙ୍କ ବାପାଙ୍କର ସେଠି ଜନପ୍ରିୟତା ବହୁତ ଅଛି, ପାଟକୁରା ଅଞ୍ଚଳରେ ତାଙ୍କୁ ଲୋକମାନେ ବହୁତ ସମ୍ମାନ କରନ୍ତି।